Hi friends, welcome back to my channel. My name is Jitendra Barik. Thank you watching for my video. ମୁଁ ନେଇ ଆସିଛି ଆଜି ଆଉ ଏକ ଭିଡ଼ିଓ ଟପିକ୍ ବ୍ରେସେସ୍। ଆପଣମାନେ ଜାଣିଥିବେ ମୁଁ ବ୍ରେସେସ୍ ଉପରେ ହିଁ ଭିଡ଼ିଓ କରେ। ଆପଣ ଯଦି ଦେଖିନାହାନ୍ତି ତୁରନ୍ତ ଯାଇ ଜିତ୍ ବ୍ଲଗ୍ ସର୍ଚ୍ଚ କରିପାରିବେ। ଖାଲି ଜିତ୍ ବ୍ଲଗ୍ ମାରିଲେ ଆସିବନି, ମିଷ୍ଟର ଜିତ୍ ବ୍ଲଗ୍ ମାରିବେ, ସବୁ ଭିଡ଼ିଓ ମୋର ପଳାଇ ଆସିବ। ଆପଣ ଆରମ୍ଭରୁ ଶେଷ ଯାଏଁ ଦେଖିପାରିବେ। ପ୍ରୋସେସ୍ କେମିତି ହେଉଛି, କ'ଣ ହେଉଛି, ସବୁ ଭିଡ଼ିଓ ମିଷ୍ଟର ଜିତ୍ ବ୍ଲଗ୍ରେ ହିଁ ପାଇପାରିବେ। ତୁରନ୍ତ ଯାଇ ସର୍ଚ୍ଚ କରି ଦେଖିପାରନ୍ତି। ଆଜି ଆମେ କଥା ହେବା ଆଜି ମୋର ଜର୍ଣ୍ଣି କିପରି ଥିଲା, କେମିତି ହେଲା, ଆଜି କେତେବେଳେ ଗଲି, ଜର୍ଣ୍ଣିଟା ମୋର ସକ୍ସେସ୍ ହେଲା କି ନାହିଁ, ଆଉ ଜର୍ଣ୍ଣି କେଉଁଠୁ ଆରମ୍ଭ କଲି, କେଉଁଠି ଶେଷ କଲି, এই ବିଷୟରେ ସବୁ କଥା ହେବା। ଆଉ ମୋର ବ୍ରେସେସ୍ ପ୍ରୋସେସ୍ ଆଜି ଫୁଲ୍ ସକ୍ସେସ୍ ହେଇଛି ନା ନାହିଁ ସେଇ ବିଷୟରେ ବି କଥା ହେବା। କାଲି କ'ଣ ହେଇଛି ନା, ଦିନ ଆଗ ମୁଁ ବାହାରେ ଅଛି, ମୋ ଡ୍ୟୁଟିଟା, ତ ଘରକୁ ଆସିକି ମୁଁ ପହଞ୍ଚିଲି 9:30 ରାତିରେ। 9:30 ରାତିରେ ପହଞ୍ଚିଲା ପରେ ମାନେ ସବୁ କାମ ସାରିକି ମୁଁ 9:30 ରାତିରେ ଆସିକି ପହଞ୍ଚିଲି ଘରେ ପହଞ୍ଚିକି ଖିଆପିଆ କଲି। ଖିଆପିଆ କରିକି ଶୋଇବା ପାଇଁ ବାହାରିଲି। ସେତେବେଳେ 10ଟା 10:30 ହେଲାଣି। ଡକ୍ଟର ମୋତେ ହଠାତ୍ ଫୋନ୍ କଲେ ଯେ ମାନେ କାଲି ଯିବା ପାଇଁ, ମାନେ ଆଜି ସକାଳେ ଫୋନ୍ କରିଛନ୍ତି ମାନେ ଯିବା ପାଇଁ, ଯେ ଗଲେ ମୋର ଟ୍ରିଟମେଣ୍ଟ ହେବ। କାହିଁକିନା ମୋର ଏଇ ଉପର ବ୍ରେସେସ୍ ଦେଖନ୍ତୁ, ଏ ଉପର ବ୍ରେସେସ୍ ମୋର ଲାଗି ସାରିଥିଲା, ତ ତଳ ବ୍ରେସେସ୍ଟା ମୋର ଲଗାଇବା ପାଇଁ ମୋତେ ଡାକିଥିଲେ। ସେଠିକି ଗଲେ ତଳ ବ୍ରେସେସ୍ଟା ବି କମ୍ପ୍ଲିଟ୍ କରିଦେବେ, ତ ସେଇଥିପାଇଁ ଡାକିଥିଲେ। ମୁଁ ବହୁତ ଖୁସି ହେଇଯାଇଥିଲି ବି। ତଳ ବି କମ୍ପ୍ଲିଟ୍ ହେଇଯିବ, ମୋର ଉପର ଲାଗିଯାଇଛି, ତଳ ବି କମ୍ପ୍ଲିଟ୍ ହେଇଯିବ, ମୁଁ ବହୁତ ଖୁସି ହେଇଯାଇଥିଲି। ଆଉ ବହୁତ କମ୍ ଦିନ ଭିତରେ ବି ଦେଖିଛନ୍ତି। ତ ମୁଁ ଯିବି, କିନ୍ତୁ ମୋର ତା ପରଦିନ କାମ ବି ଥିଲା। ତ ମୋର ସବୁଦିନ ସକାଳେ କାମ ରୁହେ। ତ ମୁଁ କ'ଣ କଲି, ମୋ ଡ୍ୟୁଟି ସାରିକି ସକାଳ 7:30ରେ ବାହାରିବା ପାଇଁ ଚେଷ୍ଟା କଲି। ତ ଡକ୍ଟରଙ୍କୁ ମୁଁ କହିଥିଲି ଏଇଆ ଯେ ମୋର କାମ ଅଛି, ଆଉ ମୁଁ ଯାଇପାରେ ନ ଯାଇପାରେ, ହେବ ଯଦି ମୁଁ ମର୍ଣ୍ଣିଂ ଟାଇମ୍ରେ ଜଣାଇବି। ଡକ୍ଟର କହିଲେ ହଁ ଠିକ୍ ଅଛି, 7ଟା ବେଳକୁ କନଫର୍ମ କରିବା ପାଇଁ, କାହିଁକିନା ମୋ ଜାଗାରେ ଆଉ କାହାକୁ ବି ସିଏ ଟାଇମ୍ ଦେଲେ ତାଙ୍କର ବି ବହୁତ ପିଲା ଅଛନ୍ତି ନା, ତ ତାଙ୍କୁ ବି ଡାକିକି ତାଙ୍କର ଟ୍ରିଟମେଣ୍ଟ କରାଇ ପାରିବେ। ତ ମୁଁ 7ଟା ସୁଦ୍ଧା ମୋ କାମ ସାରିକି ମୁଁ ତାଙ୍କୁ କନଫର୍ମ କରାଇଲି। କିନ୍ତୁ ସକାଳର ଯେଉଁ ଶୀତ, ଭାରି କଷ୍ଟ ଉଠିବା ପାଇଁ। କିନ୍ତୁ ସକାଳେ ଯେଉଁ ଶୀତ ହେଉଛି କୁହନି, ଭାରି କଷ୍ଟ ହେଉଛି। ତାପରେ ବି ମଧ୍ୟ ମୁଁ ଉଠିକି ମୋ କାମ ସାରି ମୁଁ ବାହାରିଥିଲି। ଗାଡ଼ି ଷ୍ଟାର୍ଟ ଜମା ହେଉନଥାଏ, ଇଞ୍ଜିନ୍ ଥଣ୍ଡା ହେଇଯାଇଛି, ଜମା ଷ୍ଟାର୍ଟ ହେଉନଥାଏ। ବାରମ୍ବାର କିକ୍ ଫିକ୍ ମାରିକି ଯାହା ହଉ ଷ୍ଟାର୍ଟ ହେଇଗଲା। ଗଲୁ, ଯାଇ ପହଞ୍ଚିଲି। ତଥାପି ମୋର ଲେଟ୍ ହେଇଗଲା, ମୋର 15 ମିନିଟ୍ ଲେଟ୍ରେ ପହଞ୍ଚିଲି। ତ ଡକ୍ଟର ଭାବି ନେଇଥିଲେ ଯେ ଇଏ ଆଉ ଆସିବନି, କାହିଁକିନା ମୁଁ ଗାଡ଼ି ଚଲାଉଥିଲା ସମୟରେ ସେ ମୋତେ କଲ୍ କରୁଛନ୍ତି, କିନ୍ତୁ ମୁଁ ରିସିଭ୍ କରିପାରୁନି। ତ ସେ ଭାବିଲେ ଇଏ ଆଜି ଆସିବନି ବୋଲି। ଆଉ ଜଣକୁ କାହାକୁ ଡାକିଥାନ୍ତେ, ତାଙ୍କୁ ବି ଡାକି ପାରିନାହାନ୍ତି। ତ ସିଏ କ'ଣ କରୁଛନ୍ତି, ବସିଛନ୍ତି। ଆଉ ସେ ଯେଉଁ ଟାଇମ୍ଟା ମୋତେ ଯେଉଁ ଟାଇମ୍ଟା ଦେବାର ଥିଲା ସିଏ ବସିଛନ୍ତି। ମୁଁ ଗଲାବେଳେ ସେ ବସିଥିଲେ। ତ ମୋତେ ଦେଖି ସିଏ ବି ଖୁସି ହେଇଗଲେ, କହିଲେ ଯାହା ହଉ ଆସିଛ, ତୁମର କମ୍ପ୍ଲିଟ୍ କରିଦେବା ଆଜି। ମୁଁ ଭାବିଲି ତୁମେ ଆସିବନି, ମାନେ ସିଏ ଭାବୁଛନ୍ତି ମୁଁ ଯିବିନି, କିନ୍ତୁ ମୁଁ ବହୁତ ଖୁସି ଅଛି। ମୁଁ ଚାହୁଁଛି ମୋର କେମିତି ଜଲ୍ଦି ହେଇଯାଉ, ଜଲ୍ଦି ହେଇଗଲେ ମୁଁ ବି ମୁକ୍ତି ପାଇବି।
ତ ମୁଁ ସେଇ ହିସାବରେ ଅଛି। ଡକ୍ଟରଙ୍କୁ କହିଲି, ଡକ୍ଟର ବି ଖୁସି ହେଲେ, କହିଲେ ଚଳିବ, ଠିକ୍ ଟାଇମ୍ରେ ଆଇଛ, ଆଉ ଚାଲନ୍ତୁ କମ୍ପ୍ଲିଟ୍ କରିଦେବା ଆଉ। ତ ମୁଁ ଗଲି, ମୋତେ ଗୋଟେ ସେଠୁ ମାନେ ବଡ଼ ବେଡ଼୍ ଭଳିଆ ଦେଇଥିଲେ, ସେ ବେଡ଼୍ରେ ଶୋଇଲି। ତାପରେ ମୋତେ କହିଲେ ଚାଲ, ତମର ସେଇ ଉପର ପଟଟା ଲାଗି କମ୍ପ୍ଲିଟ୍ ହେଇଯାଇଛି, ଉପରଟା ପୁରା କମ୍ପ୍ଲିଟ୍ ହେଇଯାଇଛି, ତଳଟାକୁ ଆଜି କମ୍ପ୍ଲିଟ୍ କରିଦେବା। ଦେଖନ୍ତୁ ମୋତେ ଲଗେଇ ଦେଇଛନ୍ତି ଆଜି ମଧ୍ୟ। ଦେଖିଲେ, ଉପରଟା ଲାଗିଥିଲା, ଆଜି ତଳଟା ମଧ୍ୟ ଲଗେଇ ଦେଇଛନ୍ତି, କିନ୍ତୁ ଅଧୁରା ରହିଗଲା। କାହିଁକିନା ସେ ଯେତେବେଳେ ମୋର ଏଇ 4 ନଟ୍ଟା ଲଗେଇଥିଲେ, ଠିକ୍ ସେତିକିବେଳେ ମୋର ଗୋଟେ କଲ୍ ଆସିଲା, ଟିକେ ଅର୍ଜେଣ୍ଟ ବି ଥିଲା। ତ ଡକ୍ଟରଙ୍କୁ ମୁଁ କହିଲି ଆଉ ମୋର ଅର୍ଜେଣ୍ଟ ଟିକେ କଲ୍ ଆସିଛି, ମୋତେ ଯିବାକୁ ପଡ଼ିବ ଯାହା ବି ହେଲେ। ଡକ୍ଟର କହିଲେ ହଁ କିଛି ଅସୁବିଧା ନାହିଁ, ଆମେ ଏଇ ମେଟାଲ୍ ଗୁଡ଼ା ଲଗେଇଦେବୁ। ଆଉ 4-5-6ଟା ଖଣ୍ଡେ ଥିଲା। ଡକ୍ଟର କହିଲେ ଏଇ ତଳର ଖାଲି ମେଟାଲ୍ ପ୍ରୋସେସ୍ଟା ଖାଲି କମ୍ପ୍ଲିଟ୍ କରିଦେଇକି ଛାଡ଼ିଦେବେ। ତ ଆଉ କ'ଣ ମୁଁ ଅଧାରୁ ଆସିଥାନ୍ତି କି? ଅଧାରୁ ଆସିପାରିବିନି, କାହିଁକିନା ସେଟା ଟାଇମିଂ ଥିଲା, ମୋର ଯେଉଁ କାମଟା ଥିଲା ତା'ର ଟାଇମିଂ ଥିଲା, ଏତିକି ଭିତରେ ଆସି ପହଞ୍ଚିବା ପାଇଁ। ମୋ ପାଖରେ ବହୁତ ସମୟ ବି ଥିଲା। ତ ଡକ୍ଟର ମୋତେ କହିଲେ ଅଧଘଣ୍ଟା ଭିତରେ, ମିନିମମ୍ 30 ମିନିଟ୍ ଲାଗିବ, ଲଗାଇଦେବେ। କିନ୍ତୁ ଫାର୍ଷ୍ଟ ଜର୍ଣ୍ଣିରେ ମୋର ଉପରେ ଯେଉଁ ପ୍ରୋସେସ୍ ଲଗେଇଥିଲି, ମୋର ଟିକେ ବହୁତ ସମୟ ଲାଗିଥିଲା। କାହିଁକିନା ସେ ତାଙ୍କ ପ୍ରୋସେସ୍ରେ ଯେଉଁ ୱାଶ୍ କରିକି ମାପ ନେଇକି ସେସବୁ ମାପ ନେଇସାରିଥିଲେ ବୋଲି ମୋର ସେକେଣ୍ଡ ଟାଇମ୍ ବହୁତ ଜଲ୍ଦି ହେଇଗଲା। ଫାର୍ଷ୍ଟ ଟାଇମ୍ ବହୁତ ଲେଟ୍ ହେଇଥିଲା। ତ ମୋର ସବୁ ମାପ ନେଇଯାଇଥିଲେ, ସେଇ ହିସାବରେ ଖାଲି ମେଟାଲ୍ ଲାଗିବାର ଥିଲା, ସେ ଲଗେଇଦେଲେ। 2 ଘଣ୍ଟା ଭିତରେ ମୋର କମ୍ପ୍ଲିଟ୍ ହେଇଗଲା। ଫାର୍ଷ୍ଟ ପ୍ରୋସେସ୍ଟା ନିଶ୍ଚିନ୍ତ ଲେଟ୍ ହେବ, ତ ସେକେଣ୍ଡ ଟାଇମ୍ ଏତେ ଲେଟ୍ ନାହିଁ, ବହୁତ ଜଲ୍ଦି ହେଇଗଲା। 2 ଘଣ୍ଟା ଭିତରେ ମୋର ମେଟାଲ୍ ସବୁ ଲଗେଇଦେଲେ, କିନ୍ତୁ ତାର ଭିଡ଼ିବାର ଥିଲା, ତାର ଭିଡ଼ି ପାରିଲିନି। ଯେହେତୁ କଲ୍ ଆସିଥିଲା, ମୋତେ ଆସିବାକୁ ପଡ଼ିଲା ଅଧାରୁ। ତ କିଛି କଥା ନାହିଁ, ମୋତେ ଆଜି ଲାଗିଲାନି, କାଲି ଲାଗିବ, କିନ୍ତୁ କାମଟାକୁ ଅଧାରୁ ମୁଁ ଛାଡ଼ିପାରିବିନି। ଯେଉଁ କାମ ପାଇଁ ମୁଁ ଡକ୍ଟରଙ୍କ ପାଖକୁ ଆସିଲି, ସେ କାମକୁ ତ ମୁଁ ଛାଡ଼ିପାରିବିନି। ତାପରେ ଯାଇ ଯେଉଁ କଥା, ମୁଁ ସେଠୁ ଆସିଲି, ଡକ୍ଟର ମୋତେ ଛାଡ଼ିଦେଲେ। ଆସିଲା ପରେ ମୁଁ ମୋ କାମରେ ବ୍ୟସ୍ତ ରହିଲି। ବ୍ୟସ୍ତ ଭିତରେ ମୁଁ ବହୁତ କଷ୍ଟ ପାଉଥିଲି, ମାନେ ଜଣା ପଡ଼ୁନଥିଲା। କାହିଁକିନା ଏଇ ଯେଉଁ ତଳଟା ଲାଗିଛି, ଏଇ ଯେଉଁ ତଳ ଲାଗିଛି ଦେଖନ୍ତୁ, ଏଇ ଯେଉଁ କଣରେ ଏଇ ଦେଖନ୍ତୁ କଣରେ ଟିକେ ମୁନିଆ ଟାଇପ୍ର ଅଛି, ଏଇ କଣରେ ଆଉ ଏଠି ଦେଖିଛନ୍ତି, ଏଇଟା ଟିକେ ମୁନିଆ ଅଛି। ତ ମୁଁ ଯେତେବେଳେ କଥା ହୁଏ, ସେଟା ଓଠଟାକୁ କାମୁଡ଼ି ହେଇଯାଉଥିଲା। ତ କାମ ଉପରେ କିଛି ଜଣା ପଡ଼ୁନଥିଲା, ମୁଣ୍ଡଟା ମାଇଣ୍ଡଟା ସିଆଡ଼େ ରହୁଥିଲା କାମ ଉପରେ, ତ ଜାଣିପାରୁନଥିଲି। କିନ୍ତୁ ଯେତେବେଳେ ଫ୍ରି ହେଲି, ଘରକୁ ଆସିକି ଦେଖିଲି କ'ଣ ହେଇଛି, ପୋଡ଼ିଲା। ତ ଘରକୁ ଯେତେବେଳେ ଆସିଲି, ଦେଖିଲି ଘରେ ଯେତେବେଳେ କାମୁଡ଼ି ହେଲା, ମୁଁ ଦେଖିଲି ଏମିତି ହେଇଯାଇଛି। ଦେଖନ୍ତୁ ମୋ ଓଠ କେମିତି ହେଇଛି। ଓଠଟି ପୁରା ସିଝିଗଲା ଭଳିଆ ହେଇଛି, ମାନେ ବାରମ୍ବାର ସେ ଯେଉଁ ମୁନିଆ ଅଛି ଘଷି ହେଇ ସେ ପୁରା ସିଝିଗଲା ଭଳିଆ ହେଇଛି। ଆଉ ମାନେ ଫୋଟକା ହେଇନି, ଜଷ୍ଟ ହ୍ୱାଇଟ୍ ଟାଇପ୍ର ହେଇଯାଇଛି। ତ ମୋତେ ଲାଗୁଛି ସେଇଟା ଫୋଟକା ଟାଇପ୍ର କିଛି ଅଛି, ସେଇଟା ଫାଟିଲେ ଭଲ ହେଇଯିବ କି କ'ଣ, ମୁଁ ଜାଣିପାରୁନି। ତ
ଡକ୍ଟରଙ୍କ ପାଖକୁ ଗଲେ ଜଣାପଡ଼ିବ ସେ କ'ଣ। ଆଉ ଏଇଟା ଡରିବାର କିଛି ନାହିଁ। ଡକ୍ଟରଙ୍କ ପାଖକୁ ଯାହା ବି ହେଲେ ଯିବି, ଏଇଟା ଏମିତି ହେଇଛି ବୋଲି ତାଙ୍କୁ କହିବାକୁ ପଡ଼ିବ। କାହିଁକିନା ଆଜିକାଲି ଦୁନିଆରେ ଯାହା ସବୁ ହେଲାଣି, କେଉଁଠି ଟିକେ ଖଣ୍ଡିଆ ଖାବରା ହେଲେ କି କ'ଣ ହେଲେ ସେ ବହୁତ ବଡ଼ ରୋଗ ହେଇକି ବାହାରୁଛି। ତ ଏମିତି କିଛି ଅଛି କି କ'ଣ ସବୁ ବୁଝିବାକୁ ପଡ଼ିବ। ତ ଡକ୍ଟରଙ୍କ ପାଖକୁ କାଲି ଯାହା ବି ହେଲେ ଯିବି, ଡକ୍ଟର ଯାହା ବି ହେଲେ କିଛି ଦେବେ, ମେଡ଼ିସିନ୍ ଫେଡ଼ିସିନ୍ ଦେଇପାରନ୍ତି, ନଚେତ୍ ଡକ୍ଟର ମେଡ଼ିସିନ୍ ଫେଡ଼ିସିନ୍ ଦେଇପାରନ୍ତି, ନଚେତ୍ କିଛି ସଜେସନ୍ ଦେବେ କି କ'ଣ କରିବା ପାଇଁ। ଯଦି ଆପଣଙ୍କ ପାଖରେ କିଛି ଅଛି ଉପାୟ ଆପଣ ବତାନ୍ତୁ, ମୁଁ ନିଶ୍ଚିନ୍ତ କରିବି। ଆଉ କାଲି ଗଲା ପରେ ଜଣାପଡ଼ିବ କ'ଣ ହେଇଛି କ'ଣ ନାହିଁ। ବ୍ରେସଲେସ୍ ଲଗାଇବାରେ କେହି ବି ଡରନ୍ତୁ ନାହିଁ, ବିନ୍ଦାସରେ ଲଗାନ୍ତୁ। ଯଦି ଚାହୁଁଛନ୍ତି ଲଗାନ୍ତୁ, ମୋ କଥାରେ ଜମା ଯାଆନ୍ତୁ ନାହିଁ। କାଲି ସକାଳେ ମୋତେ ଆସିକି କହିବେ ଯେ ତମେ କହିଲ ଏମିତି କଲି ସେମିତି କଲି। ଆପଣଙ୍କୁ ଯଦି ଠିକ୍ ଲାଗିବ ଆପଣ ଲଗାଇବେ, ଏଟା ଆପଣଙ୍କ ମର୍ଜି। ଯିଏ ଯଦି ଚାହୁଁଛନ୍ତି ଲଗାଇବା ପାଇଁ ତାହେଲେ ଲଗାନ୍ତୁ। କାହା କଥାରେ ଯାଇକି ଲଗାନ୍ତୁ ନାହିଁ, କି କାହା କଥାରେ ପଡ଼ିକି ଯଦି ଲଗାଇବାର ଇଚ୍ଛା ବନ୍ଦ କରନ୍ତୁ ନାହିଁ। କାହିଁକିନା ଆପଣଙ୍କ ଦାନ୍ତ ଆପଣଙ୍କର, କାହିଁକିନା ଦାନ୍ତ ହିଁ ଫେସ୍ଟାକୁ ଅଡ୍ କରିଦେଇଥାଏ। ଆପଣମାନଙ୍କ ପାଖରେ ଯଦି କିଛି ଉପାୟ ଅଛି ମୋତେ ବତାନ୍ତୁ, ମୁଁ ନିଶ୍ଚିନ୍ତ କରିବି। ମୋ ଓଠରେ ନିଶ୍ଚିତ ଲଗାଇବି। ଆପଣ ଯଦି କିଛି କହିବେ, କେତେ ଜଣ କହିଲେ ଗୁଆ ଘିଅ ଲଗାଇବା ପାଇଁ, ତ ମୁଁ ଗୁଆ ଘିଅକୁ ଟିକେ ଗରମ କରିକି, ହାଲକା ଗରମ କରିକି ଲଗେଇଛି, ବହୁତ ଥର ଲଗେଇଛି। ଆଉ ଦେଖୁଛି କ'ଣ ହେଉଛି, କାଲି ଡକ୍ଟରଙ୍କ ପାଖକୁ ଗଲେ ଜଣାପଡ଼ିବ। ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥାଏ ଆପଣ ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ଆଉ ଘଣ୍ଟି ଟିକେ ବଜାଇ ଦିଅନ୍ତୁ।